ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ମୋର ଶିକ୍ଷାଗତ ଜ୍ୟୋତିଷଗତ ଯୋଗ୍ୟତା ଆଉ ରିସର୍ଚ୍ଚ ପେପର୍ସ ଯେଉଁଗୁଡ଼ା ସବୁ ନ୍ୟାସନାଲ୍ କିମ୍ବା ଇଣ୍ଟରନ୍ୟାସନାଲ୍ ଫୋରମ୍ରେ ପବ୍ଲିଶ୍ଡ ହେଇଛି ତାକୁ ଆପଣ ଜାଣିବା ପାଇଁ ମୋର ୱେବସାଇଟ୍ www.rudraksjyotish.in କୁ ଭିଜିଟ୍ କରିପାରନ୍ତି। ଆଜିକା ଯେଉଁ ଭିଡ଼ିଓ ମୁଁ କରିବାକୁ ଯାଉଛି ସେଇଟା ହେଲା ମଙ୍ଗଳ ଦୋଷ। ଯେଉଁମାନଙ୍କୁ ଇଂଲିଶ ଜଣା ଅଛି ସେମାନେ ମୋର କୁଜ ଦୋଷ ଇଂଲିଶର ଭିଡ଼ିଓ ଦେଖିପାରନ୍ତି। ସେଇଟା ଆହୁରି କମ୍ପ୍ରିହେନ୍ସିଭ୍ ହେଇଛି, କାରଣ ଯେହେତୁ ମୁଁ ଇଂଲିଶରେ ନିଜକୁ ବହୁତ ବେଟର୍ ଏକ୍ସପ୍ରେସ୍ କରିପାରେ, କାରଣ ସେଇଥିରେ ପଢ଼ିଲୁ ଲେଖିଲୁ ତ ସେଇଟା ଆପଣଙ୍କୁ ବେଟର୍ ଲାଗିବ। ଯଦି ଆପଣ ବୁଝି ନ ପାରୁଛନ୍ତି ତାହେଲେ ଏଇ ଭିଡ଼ିଓଟି ଆପଣଙ୍କ ପାଇଁ ହେଇଛି। ସାର୍, ଝିଅ ମାଙ୍ଗଳିକ, ତେଣୁ ତାର ବିବାହ ହେଇପାରିବ ନାହିଁ। ସାର୍, ଝିଅ ମାଙ୍ଗଳିକ, ସେ ବାହା ହେଲା ମାନେ ସ୍ୱାମୀ ମରିଯିବ। ତେଣୁ ସାର୍, ଝିଅକୁ ଗୋଟେ ଗଛ ସାଙ୍ଗରେ ବାହାଘର କରେଇବା, ଗଛ ମରିଗଲା ସ୍ୱାମୀ ବଞ୍ଚିଯିବ। ହେଉଛି କେସ୍ ଐଶ୍ୱର୍ଯ୍ୟା ରାୟ ଆଣ୍ଡ ଅଭିଷେକ ବଚ୍ଚନ। ତାଙ୍କୁ ଯେ ରେକମେଣ୍ଡ କରିଥିଲେ ସେ BHUରେ ସେ ସମୟ ପ୍ରଫେସର ଥିଲେ, ଉପାଧ୍ୟାୟ ବୋଲି ଦୀନଦୟାଲ ଉପାଧ୍ୟାୟ। ମୁଁ ତାଙ୍କ ସହିତ କଥାବାର୍ତ୍ତା ହେଇଛି ଆକୁ ନେଇକି। ସୋ ମୁଁ ଯାହା ଆପଣଙ୍କର କହୁଛି ଏମିତି ମୂର୍ଖ ଭଳିଆ ଗପୁନି। ଲିଡ଼ିଂ ଆଷ୍ଟ୍ରୋଲୋଜର ଯେଉଁମାନେ ଇଣ୍ଡିଆ ଲେଭେଲରେ ଅଛନ୍ତି ସେମାନେ ମୋତେ ପର୍ସନାଲ ଜାଣିଛନ୍ତି। ଆମେ ଇଣ୍ଟରାକ୍ସନରେ ରହୁ, କାରଣ ରିସର୍ଚ୍ଚ ପେପର ଲେଖୁଛୁ, ବହି ବି କଣ୍ଟ୍ରିବ୍ୟୁଟ୍ କରୁଛୁ। ତ କ'ଣ ଜିନିଷଟା ମଙ୍ଗଳ ଦୋଷ? ମଙ୍ଗଳ ଗୋଟେ ନ୍ୟାଚୁରାଲ ଗ୍ରହ ଫାଇଟିଂର। ମଙ୍ଗଳ ଗୋଟେ ଗ୍ରହ ଯେଉଁଟାକି ଫାଇଟିଂର କାରକ। ଫାଇଟିଂ ମାନେ ଫିଜିକାଲ ଫାଇଟିଂ କଥା ମୁଁ କହୁଛି। ଯେମିତି ମୁଁ ୟଙ୍ଗ ଟାଇମ୍ରେ ବକ୍ସିଂ କରୁଥିଲି, ତ ବକ୍ସିଂର କାରକ ହେଲା ମଙ୍ଗଳ। ମଙ୍ଗଳ ଭଲ ନାହିଁ, ବକ୍ସିଂ ହେବନି, କେବେ ବି ହେବନି। ତ ଖେଳର କାରକତା ମଙ୍ଗଳ, କିନ୍ତୁ ଫାଇଟିଂର କାରକତା ଭିତରେ ଆହୁରି ମଙ୍ଗଳ। ଯେତିକି ଫାଇଟିଂ ସ୍ପୋର୍ଟସ୍ ଆପଣଙ୍କର ରହୁଛି ସେ ହେବନି, ଗଲା। ଅର୍ଥାତ୍ ଭାଓଲେନ୍ସର କାରକ ହେଲା ମଙ୍ଗଳ। ମଙ୍ଗଳ ଯେଉଁ ଭାବରେ ଆପଣଙ୍କର ବସିଲା ସେ ଜାଗାରେ ଭାଓଲେନ୍ସ ହେବାର ଚାନ୍ସ ଅଛି, ମନେ ରଖିଥାନ୍ତୁ। ବେସିକ୍ ପ୍ରିନ୍ସିପଲ୍। ଯେଉଁ ଘର କାରକତ୍ୱ ଯାହା, ସେ ଯଦି ଯେଉଁ ଭାବରେ ବି ସେ ବିଦ୍ୟମାନ କଲେ, ତାଙ୍କ ଦଶା ସମୟରେ କିମ୍ବା ସେ ଭାବର ଅଧିପତି ଦଶା ସମୟରେ ସେ ଘରେ ସେ କନଫ୍ଲିକ୍ଟ କ୍ରିଏଟ୍ କରିବେ। ଚନ୍ଦ୍ରର କାରକ ହେଲା ସେ ମିଶିବ, ଆଜ୍ଞା ଜିନିଷଟା ମ୍ୟାନେଜ୍ କରିଦେବା, କଥାବାର୍ତ୍ତା ଭିତରେ ହ୍ୟାଣ୍ଡେଲ୍ ହେଇଯିବ, ବାସ୍। ସେ ଯେଉଁ ଘରେ ରହିଲା ସେଠି ଆପଣଙ୍କର କନଫ୍ଲିକ୍ଟ ହେବନି। କିନ୍ତୁ ମଙ୍ଗଳ ଯେଉଁ ଭାବରେ ବି ରହିଲା କନଫ୍ଲିକ୍ଟ ହେବ। ଚତୁର୍ଥ ଘରେ ରହୁ, ଘରେ ପାଟିତୁଣ୍ଡ ହେବ। ଆପଣଙ୍କ ଘରେ କାହା ସହିତ ପଡ଼ିବନି, ସମସ୍ତେ କହିବେ ଏଡ଼ାଟା ଘରେ କାହା ସହିତ ପଡ଼ୁନି। ମଙ୍ଗଳ ଆପଣଙ୍କର ପହିଲା କେଉଁଠି ତୃତୀୟ ଭାଗରେ ଅଛି, ସେଠି ଭାଇଙ୍କ ସହିତ ପାଟିତୁଣ୍ଡ ହେବ ଆଜ୍ଞା। ସେମିତି ସପ୍ତମ ଭାବରେ ଯଦି ମଙ୍ଗଳ ରୁହେ ତାହେଲେ ସ୍ତ୍ରୀ ସହିତ ପାଟିତୁଣ୍ଡ ହେବ। ଯଦି ସ୍ତ୍ରୀ ରହିଲା ତାହେଲେ ସ୍ୱାମୀ ସହିତ ପାଟିତୁଣ୍ଡ ହେବାଟା ବିଧେୟ। ଯଦି ନ ହେଉଛି ତାହେଲେ ଜ୍ୟୋତିଷ ନୁହେଁ। କେତେ ପାଟିତୁଣ୍ଡ ହେବ ମଙ୍ଗଳର ପାୱାର ଉପରେ ଡିପେଣ୍ଡ କରେ ସର୍ବଳ। ଯଦି ମଙ୍ଗଳ ଜାତକରେ ବହୁତ ପାୱାରଫୁଲ୍ ଅଛି ତାହେଲେ ଫାଇଟିଂଟା ବହୁତ ଆଗ୍ରେସିଭ୍ ହେଇଯିବ। ଯଦି ନାହିଁ ତାହେଲେ ଆଭରେଜ୍ ହେଇକି ରହିବ। ତ ଏଇଟା ହେଲା ବେସିକ୍ ପ୍ରିନ୍ସିପଲ୍ ମଙ୍ଗଳର, ଆପଣ ଜାଣିଗଲେ। କିନ୍ତୁ ମଙ୍ଗଳ ଦୋଷଟା ଏଇଆ ନୁହେଁ। ମଙ୍ଗଳ ଦୋଷ ବା କୁଜ ଦୋଷ ବା ନର୍ଦର୍ନ ଇଣ୍ଡିଆ ଯେଉଁଟା କୁହାଯାଏ ମାଙ୍ଗାଲିକ, ତା ମାନେ ହେଲା ଏଇଆ, ଯଦି ଗୋଟେ ଜାତକରେ ମଙ୍ଗଳ, ଏକ୍ସପେସିଆଲି ସ୍ତ୍ରୀ ଜାତକ, ଆପଣ ଦେଖିବେ ବୃହତ୍ପରାଶର ହୋରାଶାସ୍ତ୍ର ଯେଉଁଟା କ୍ଲାସିକ୍ସ, ସେଥିରେ ଫିମେଲ୍ ହରୋସ୍କୋପି ଅଣ୍ଡରରେ ମଙ୍ଗଳ ଦୋଷ ଲେଖା ହେଇଛି, ଅର୍ଥାତ୍ ସ୍ତ୍ରୀ ଜାତକ ଅଣ୍ଡରରେ। କାହିଁକି? ଆଗରୁ ଆମେ ସ୍ତ୍ରୀମାନଙ୍କର ଜୀବନଟାକୁ ଏତେ ଭ୍ୟାଲୁ ଦେଉନଥିଲୁ। ମୋର ମଙ୍ଗଳ ଦୋଷ ଅଛି, ମୁଁ ବାହା ହେଲି, ମୋ ସ୍ତ୍ରୀ ମରିଗଲା, ଆଉ ଗୋଟେ ବାହା ହେଇ ପଡ଼ିବି। କିନ୍ତୁ ସ୍ତ୍ରୀର ଯଦି ସ୍ୱାମୀ ମରିଯାଉଥିଲା ସତୀଦାହ, କେତେ ଆମେ ଅତ୍ୟାଚାର ପଡ଼ିଛନ୍ତି। ଆକ୍ଚୁଆଲି ଭାବିଲା ବେଳକୁ କେମିତି ଲାଗୁଛି, କେତେ ଇନହ୍ୟୁମାନ୍ ଆମେ ଥିଲେ। ଏବଂ ନିଜକୁ ହିନ୍ଦୁ କହିବାକୁ ବୋଧେ ଏବେ ମୋତେ ଭାରି ଖରାପ ଲାଗୁଛି ଏସବୁ ଜିନିଷ ପାଇଁ। କିନ୍ତୁ ପ୍ରାକ୍ଟିକାଲି ଆଜିକା ଡେଟ୍ରେ ମୁଁ ଭାରି ଖୁସି ଯେ ଯାହା ହଉ ସେମାନେ ମଙ୍ଗଳ ଦୋଷଟା ଦୁଇଟା ଜାତକରେ ଦେଖନ୍ତୁ। କାରଣ ଯଦି ଭାବି ନିଅନ୍ତୁ ମଙ୍ଗଳ ଦୋଷ ରହିଲେ ସ୍ତ୍ରୀ ମରିଯିବ, ସ୍ୱାମୀର ଯଦି ଅଛି ସ୍ତ୍ରୀ ମରିଯିବ, ସ୍ତ୍ରୀ ମରିଯିବାଟା ଅସୁବିଧା ନୁହେଁ କି? ତେଣୁ ମଙ୍ଗଳ ଦୋଷ ନୋ ମୋର୍ ଅଣ୍ଡର
ଫିମେଲ୍ ହରୋସ୍କୋପ୍ ଖାଲି ସ୍ତ୍ରୀମାନଙ୍କ ପାଇଁ ନୁହେଁ, ପୁରୁଷମାନଙ୍କର ବି ମଙ୍ଗଳ ଦୋଷ ଆପଣ ଦେଖନ୍ତୁ। ତ ଦୋଷଟା କ'ଣ କହୁଛି ଶାସ୍ତ୍ରରେ ଅଛି, ଏଇଟା ଗୋଟେ ମିଛ ଜିନିଷ ନୁହେଁ। ଯେମିତି କାଳ ସର୍ପ ଦୋଷ, ରାଶିଫଳ, ହଁ କିଛି ମାତ୍ରାରେ ଶନି ଶାଢ଼ୀ ସାଥୀ ଭଳିଆ ମଙ୍ଗଳ ଦୋଷ କିନ୍ତୁ ଲେଖା ହେଇଛି, ସବୁ କ୍ଲାସିକ୍ସରେ ଲେଖା ହେଇଛି ପୁରା। କିନ୍ତୁ ଲେଖା ହେଇଛି କ'ଣ ଯେ ସେ ହଜବେଣ୍ଡ ହଉ କି ୱାଇଫ୍ ହଉ, ଯଦି ଯାହା ଜାତକରେ ମୋର ମଙ୍ଗଳ ଅଛି ତ ୱାଇଫ୍ର ଯଦି ନାହିଁ ତାହେଲେ ସିଏ ମରିଯିବ। এইটা হলো মাঙ্গলিক ক্রিটিকাল কন্ডিশন আକ୍ଚୁଆଲି, ମାନେ ଏଇଟା ଗୋଟେ ପ୍ରକାର ୱିଡୋ କିମ୍ବା ୱିଡୋୱେଡ୍ ଯୋଗକୁ କଣ୍ଟ୍ରିବ୍ୟୁଟ୍ କରେ ଯଦି ଏମିତି ହେଉଥାଏ ତ। ଆକ୍ଚୁଆଲି ସେଇଟା ନୁହେଁ, ମୁଁ ଏଇଟା କହି ରଖିବାକୁ ଚାହୁଁ ଧୀରେ ଧୀରେ। ଭଲ ବହି ଆ ଉପରେ ଲେଖା ହେଇଛି ଅଣ୍ଡରଷ୍ଟାଣ୍ଡିଂ କୁଜ ଦୋଷ ବାଇ ଗାୟତ୍ରୀ ଦେଇ ବାସୁଦେବ, ଯିଏକି ବିବି ରମଣଙ୍କର ଝିଅ। ଯଦି ଇଂଲିଶ ପଢ଼ିପାରୁଛନ୍ତି ପଢ଼ନ୍ତୁ, ଓଡ଼ିଆରେ ଏମିତି ମଙ୍ଗଳ ଦୋଷ ଉପରେ କିଛି ଲେଖା ହେଇନି। ତେବେ କ୍ଲାସିକ୍ସରେ ପ୍ରଥମେ ଲେଖା ହେଇଥିଲା ଫାର୍ଷ୍ଟ ହାଉସ୍, ଫୋର୍ଥ ହାଉସ୍, ସେଭେନ୍ଥ ହାଉସ୍, ଏଇଟ୍ଥ ହାଉସ୍ ଆଉ 12th ହାଉସ୍ ଆଉ ଲଗ୍ନ 1, 4, 7, 8, 12 ଏତିକି ଘରେ ଯଦି ମଙ୍ଗଳ ବସିବ ତାହେଲେ ମଙ୍ଗଳ ଦୋଷ ବୋଲି କୁହାହେଉଥିଲା। ଦ୍ୱିତୀୟ ଘରେ ମଙ୍ଗଳଟାକୁ ମଙ୍ଗଳ ଦୋଷ ବୋଲି ନିଆ ହେଉନଥିଲା। ପ୍ରାୟ 1400-1500 ଶତାବ୍ଦୀ ବେଳକୁ ଦ୍ୱିତୀୟ ଘରେ ମଙ୍ଗଳ ବସିବ ତାକୁ ମଙ୍ଗଳ ଦୋଷ ବୋଲି ନିଆ ହେଇଛି। ଆପଣ ଦେଖିବେ ଇନିସିଆଲ କ୍ଲାସିକ୍ସରେ ଏଟା ନଥିଲା। ସେ ସମୟରେ ଲଗ୍ନରେ ମଙ୍ଗଳଟାକୁ ଏତେ ଫୋକସ୍ କରାଗଲା ନାହିଁ। ଯଦି ମଙ୍ଗଳ ଲଗ୍ନରେ ବସୁଛି ତାହେଲେ ମଙ୍ଗଳ ଦୋଷ ନିଆଗଲାନି, ବରଂ ସେକେଣ୍ଡରୁ ଆରମ୍ଭ ହେଲା। ରେଫରେନ୍ସ ଜାତକ ପାରିଜାତ, ଆମେ ତାକୁ କମ୍ବାଇନଲି କରି ଫ୍ୟୁଚରରେ କ'ଣ କରିଦେଲୁ, ଗୋଟେ କ୍ଲାସିକ୍ କହିଲା 1, ବୃହତ୍ ପରାଶର ହୋରାଶାସ୍ତ୍ର କହିଲା 1, 4, 7, 8 ଆଉ 12 ଏ 5ଟା ଘରେ ବସିଲେ ମଙ୍ଗଳ ଦୋଷ ହେବ। ଜାତକ ପାରିଜାତ କ'ଣ କହିଲା, ଲଗ୍ନଟାକୁ ଛାଡ଼ିଦେଲା, ଖାଲି 2ଟାକୁ ଇନକ୍ଲୁଡ୍ କରିଦେଲା, 2, 4, 7, 8, 12 ଅର୍ଥାତ୍ କ୍ଲାସିକ୍ ଅନୁସାରେ 5-5ଟା ହିଁ ଅଛି। ଆମେ ବିଜ୍ଞ ଜ୍ୟୋତିଷ ଆଜିକାଲି କ'ଣ କଲୁ, ବୃହତ୍ ପରାଶର ମିଶାଇ ଦେଲୁ, ଜାତକ ପାରିଜାତ ମିଶାଇ ଦେଲୁ, କହିଲୁ କ'ଣ ନା 1, 2, 4, 7, 8, 12 ଏ 6ଟା ଘରେ ଯଦି ମଙ୍ଗଳ ରହେ ତାହେଲେ ମଙ୍ଗଳ ଦୋଷ ହେବ। ଦୁଃଖର ବିଷୟ ହେଲା ଟୋଟାଲ ଆମର 12ଟା ଭାବ ବା 12ଟା ଘର ଅଛି ଗୋଟେ ଜାତକରେ, କିନ୍ତୁ 6ଟାରେ ମଙ୍ଗଳ ରହିବ। ପ୍ରୋବାବିଲିଟି କେତେ ହେଲା, 50%। ଗୋଟେ ଘରେ ମଙ୍ଗଳ 1.5 ମାସ ପର୍ଯ୍ୟନ୍ତ ରହିବ ଗୋଟେ ଭାବରେ। 1.5 ମାସରେ ଯଦି ରହିଗଲା ଗୋଟେ ଜାଗାରେ ଲଗ୍ନ ଅନୁସାରେ, ଭାବନ୍ତୁ କେତେ ଲୋକ ମାଙ୍ଗଲିକ ହେଇକି ବାହାରିବେ। ଶାସ୍ତ୍ର ଅନୁସାରେ ମାଙ୍ଗଳିକ ହେଉଛି ମରିବେ, ଆଉ କିଛି ନାହିଁ। ବଟ୍ ଇଜ୍ ଦ୍ୟାଟ୍ ଟ୍ରୁ? ନୋ। ଆପଣଙ୍କର ମଙ୍ଗଳ ଦୋଷ ଥାଇକି ଯଦି ଆପଣଙ୍କର ସ୍ୱାମୀର 100 ବର୍ଷ ଆୟୁଷ ଅଛି ତାହେଲେ କିଛି ହେବନି। ମୁଁ ରିପିଟ୍ କରି କହୁଛି, ସ୍ତ୍ରୀର ମଙ୍ଗଳ ଦୋଷ ଥାଇକି ଯଦି ସ୍ୱାମୀର ଆୟୁଷଟା ବହୁତ ଷ୍ଟ୍ରଙ୍ଗ ଅଛି, 100 ବର୍ଷ, ଗୋଟେ ପରମାୟୁ ବୋଲି କୁହନ୍ତୁ ଆପଣ, ସ୍ୱଳ୍ପାୟୁ, ମଧ୍ୟମ, ଦୀର୍ଘାୟୁ, ପରମାୟୁ, 100 ମାନେ ପରମାୟୁର କମ୍ବିନେସନ୍ ଗୋଟେ ତା ଭିତରେ ବାହାରି ପଡ଼ୁଛି, ଗୋଟେ 120 ବର୍ଷ ପ୍ଲସ୍ କୁହାଯାଉଥିଲା। କାରଣ 120 ବର୍ଷରେ ଆମ ଦଶା ସିଷ୍ଟମ ହିଁ ସରିଗଲା। 120 ବର୍ଷ ମତଲବ ଦଶା ଇଏ କାମ କରିବନି ଅଛି, ତାର କିଛି ହେବନି। ଏଇଟା ପ୍ରଥମ ପ୍ରିନ୍ସିପଲ୍। ଯଦି ହେଉଛି ତାହେଲେ ଜ୍ୟୋତିଷ ପ୍ରିନ୍ସିପଲ୍ ଭ୍ୟାରି କରୁଛି। ହଁ, ଗୋଟେ ସେମିତି ସପ୍ତମ ଘରେ ବସିଛି, ସେ ସମୟରେ ଦଶା ଚାଲିଲା ସମୟରେ ତା ହଜବେଣ୍ଡର ଆକ୍ସିଡେଣ୍ଟ ହେଇପାରେ କିନ୍ତୁ ମରିବନି। ଅର୍ଥାତ୍ ମଙ୍ଗଳ ଦୋଷ ଥିଲେ ଯଦି ଲଙ୍ଗଜିଭିଟି 2 ଜଣଙ୍କର ଠିକ୍ ଠାକ୍ ଅଛି, ମରିବା ଜିନିଷଟା ଉଠିଗଲା, କିଛି ବ୍ୟସ୍ତ ହେବା ଦରକାର ନାହିଁ। ମଙ୍ଗଳ ଦୋଷର କ୍ୟାନସଲେସନ୍ ବି ଗୁଡ଼େ ଅଛି। ମଙ୍ଗଳ ଯଦି ଉଚ୍ଚ ହେଇକି ଥିବ, ମଙ୍ଗଳକୁ ବୃହସ୍ପତି ଦେଖୁଥିବ, ସ୍ୱଗୃହ ହେଇଥିବ, ଏମିତି ଆପଣ ଦେଖନ୍ତୁ ଗୁଡ଼େ ଅଛି। କିଛି କିଛି ରାଶିରେ ମଙ୍ଗଳ ବସିଲେ ବି କ'ଣ ଆମର ମନେ ପଡ଼ୁନି, ସିଂହ, କୁମ୍ଭ ଏମିତିକା ରାଶିରେ ଯଦି ବସିଲେ ମଙ୍ଗଳ, କାରଣ ମୁଁ ତ କେବେ ଭିଡ଼ିଓ ପ୍ରିପେୟାର କରି କରେ ନା, ସେଥିଲାଗି ଆପଣଙ୍କୁ ଜ୍ଞାନଟା ମୁଁ ପ୍ରେଜେଣ୍ଟ କରୁଛି। ଫ୍ୟାକ୍ଟସ୍ ଗୁଡ଼ା ପାଇଁ ଆପଣ କାଇଣ୍ଡଲି ରିସର୍ଚ୍ଚ ପେପର ଦେଖନ୍ତୁ ମୋର ନିଜର, କିମ୍ବା ଗୋଟେ ବହି ଖେଳେଇ ଦିଅନ୍ତୁ। ଏଇ ଜାଗାରେ ଯଦି ମଙ୍ଗଳ ରହେ, ପରେ ମୁଁ କିଛି ଟେକ୍ନିକାଲ ଭିଡ଼ିଓ ଯେତେବେଳେ କରିବି, ଯଦି କେବଳ ଜ୍ୟୋତିଷମାନଙ୍କ ପାଇଁ କରେ, ସେଠି ମୁଁ ଟିଟ୍ ବିଟ୍ ସବୁ ବୁଝେଇ କହିଦେବି ଏକ୍ଜାକ୍ଟଲି ଯାହା ଲେଖା ହେଇଛି ବହିରେ, ଯେମିତି ମୁଁ ପ୍ରେଜେଣ୍ଟ କରେ ଅଲ୍ ଇଣ୍ଡିଆ ଲେଭେଲରେ। ଏଠି ତ ମୁଁ ଗୋଟେ ଇନଫର୍ମାଲି ଆପଣଙ୍କୁ କହୁଛି, ଜଷ୍ଟ ମୋ ଭ୍ୟୁଟା ଏକ୍ସପ୍ରେସ୍ କରୁଛି। ତ ଏମିତି କେତେ ଜାଗାରେ ମଙ୍ଗଳ ରହିଲେ ଦୋଷଟା କାଉଣ୍ଟ ହେବନି। 6ଟା ଘରେ ମଙ୍ଗଳ ରହିଲେ କ'ଣ ହେବ, କ୍ୟାନସଲେସନ୍ ବି ବହୁତ ଗୁଡ଼େ ଜାଗାରେ ହେଇଗଲା, ମଙ୍ଗଳ ଦୋଷ କ୍ୟାନସଲ୍ ହେଇଗଲା।
କ୍ୟାନସଲ୍ ହେବାର ବହୁତ ଚାନ୍ସ ଅଛି। କାରଣ ବୃହସ୍ପତିର ସ୍ପେଶାଲ ଆସ୍ପେକ୍ଟ ଅଛି। ସ୍ପେଶାଲ ମାନେ ତାର ଠିକ୍ ଅପୋଜିଟ୍କୁ ଛାଡ଼ିକି ସେ ନବମ ଘରକୁ ଏବଂ ପଞ୍ଚମ ଘରକୁ ଦେଖିପାରନ୍ତି, ତେଣୁ ମଙ୍ଗଳକୁ ଆସ୍ପେକ୍ଟ କରିପାରନ୍ତି। ଭଲ ଭଲ ସବୁ କମ୍ବିନେସନ୍ ଅଛି, ମଙ୍ଗଳ ଦୋଷ ଖଣ୍ଡନ ହୁଏ। ପ୍ରାକ୍ଟିକାଲି ସେଇଟା ଗାୟତ୍ରୀ ଦେବୀ ବାସୁଦେବ ତାଙ୍କ ବହିରେ ବି ଲେଖିଛନ୍ତି, ମୁଁ ବି ନିଜ ଅଭିଜ୍ଞତାରୁ କହୁଛି। ମଙ୍ଗଳ ଯଦି ଗୋଟେ ଦୋଷ କ୍ରିଏଟ୍ କରୁଛି, ମନେକର ସପ୍ତମ ଘରେ ମଙ୍ଗଳ ବସିଛି, ଅର୍ଥାତ୍ ଆପଣଙ୍କର ସ୍ୱାମୀ ସାଙ୍ଗରେ ପାଟିତୁଣ୍ଡ, ଯଦି ସ୍ୱାମୀ ଜାତକରେ ବସିଛି ସ୍ତ୍ରୀ ସାଙ୍ଗରେ ପାଟିତୁଣ୍ଡ। ସେ ସପ୍ତମ ଘରଟା ମନେକର କୁମ୍ଭ ହେଲା କି ସେ ସପ୍ତମ ଘରେ ମଙ୍ଗଳ ଉଚ୍ଚ ହେଇକି ଅଛି, ଯେମିତି ଆପଣଙ୍କର କ'ଣ କର୍କଟ ଲଗ୍ନରେ ସପ୍ତମ ଘରେ ମକରରେ ବସିକି ମଙ୍ଗଳ ଉଚ୍ଚ ହେଇକି ରହିବ, ତାହେଲେ କ'ଣ ଝଗଡ଼ା ହେବନି? ହେବ ଆଜ୍ଞା। ତ କ୍ୟାନସଲେସନ୍ ଅଫ୍ ମଙ୍ଗଳ ଦୋଷଟା ଏତେ କାମ କରେନି, କିନ୍ତୁ ଅଛି ଶାସ୍ତ୍ରରେ। ଯେଉଁ ପ୍ରଥମ ପ୍ରିନ୍ସିପଲ୍ଟା ମୁଁ କହିଲି ଯେ ମଙ୍ଗଳ ମାନେ ପାଟିତୁଣ୍ଡ, ଯେଉଁ ଘରେ ସେ ବସିଲା କ୍ରିଏଟ୍ କରିବ। ତେଣୁ ଆପଣ ବିବାହ ସମୟରେ ମଙ୍ଗଳ ଦୋଷଟାକୁ ବେସିକାଲି ଦୁଇଟା ଘରୁ ଦେଖନ୍ତୁ, କେଉଁଟା? ଚତୁର୍ଥ ଆଉ ସପ୍ତମ। ଦେଖନ୍ତୁ କାହିଁ କହୁଛି, ଚତୁର୍ଥଟା ହେଲା ଆପଣଙ୍କର ଫ୍ୟାମିଲିଆଲ ପ୍ଲେଜର। ମଙ୍ଗଳ ଚତୁର୍ଥରେ ଯଦି ଯାହାର ବି ଥାଉ ସେ ଫ୍ୟାମିଲି ସହିତ ପାଟିତୁଣ୍ଡ ହେବ, ଆଉ ସପ୍ତମ ଘରେ ରହିଲେ ତ ସ୍ପାଉସ୍ ସହିତ ପାଟିତୁଣ୍ଡ ହେବ। ଆକୁ ଛାଡ଼ି ଦେଇକି ଅନ୍ୟ ଜାଗାରେ ଥିବା ମଙ୍ଗଳର ଇଫେକ୍ଟଟା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏତେ ଷ୍ଟ୍ରଙ୍ଗ ହେବା ଉଚିତ ନୁହେଁ। ଷଷ୍ଠରେ ମଙ୍ଗଳ, କୋର୍ଟ କଚେରୀ ବଢ଼ିଆ ଲଢ଼ିବ ସେ ଲୋକ। ବାହାଘର ଭାଙ୍ଗିବା ଯଦି ଟିକେ ଯୋଗ ଥିବ ୱିଦାଉଟ୍ ମଙ୍ଗଳ ଦୋଷ ବି, ତାହେଲେ ବି ଏଠି ମଙ୍ଗଳ ଯୋଗ ହିଁ ସେ ଡିଭୋର୍ସ ତାର ସକ୍ସେସଫୁଲ୍ ହେଇଯିବ। ତେଣୁ ଦୋଷଟାକୁ ଏତେ ରୁଡ଼ିମେଣ୍ଟାରୀ ପଢ଼ିଦେଇକି ମଙ୍ଗଳ ଦୋଷ ହେଇଗଲା ଏବଂ ଇଏ ମାଙ୍ଗଳିକକୁ ହିଁ ବାହା ହେଲେ ହେବ, ଏଟା ବି ଭୁଲ। ଯଦି ତାର ଜାତକରେ ବହୁତ ଭଲ ଅଛି, ଏ ଗୋଟେ ସିନେମା ଆପଣ ଦେଖୁଥିବେ, ଲଗେଇ ରହ ମୁନ୍ନା ଭାଇ, ସିନେମା ମୁଁ ଟିକେ ବେଳେବେଳେ ଦେଖୁଥିଲି ଆଗରୁ, ଏବେ ତ ଦେଖୁନି, କାରଣ ସିନେମାରେ ବହୁତ ଗୋଟେ ଭଲ ମେସେଜ ଆସେ। ମୁଁ ସିନେମା ଉପରେ ଲେଖିଛି ବି, ଆପଣ ଯଦି ସୋସାଇଟିର ସେଟା ଗୋଟେ ମିରର, ମୁଁ ସୋସାଇଟିକୁ ମେସେଜ ଦେବାର ଗୋଟେ ଭଲ ଏକ୍ସପେଶାଲ ସୋଫାର ଇଣ୍ଡିଆ ଇଜ୍ କନସର୍ନ। ୟେସ୍, ଇଣ୍ଡିଆରେ ମୁଁ ଦେଖୁଛି ବଲିଉଡ଼ର ଇମ୍ପାକ୍ଟଟା ବହୁତ। ତ ସେଥିରେ ମୁଁ ଦେଖୁଥିଲି ମାଙ୍ଗଳିକ ହେଲେ ମୁଁ ନ ବାହା ହେଲେ ସେମିତି ମରିଯିବି, ଆଉ ବାହା ହେଇକି ମୋର ଅସୁବିଧା କ'ଣ ଅଛି? ମୁଁ ଅଧିକ କିଛି କହୁନି, କିଏ ତାର ପ୍ରୋଟାଗୋନିଷ୍ଟ, ହିରୋ, ଆକ୍ଟ୍ରେସ୍, ଆକ୍ଟର କହୁନି। ତେଣୁ ମଙ୍ଗଳ ଯେକୌଣସି ଭାବରେ ରହିବ ସେଠି ପାଟିତୁଣ୍ଡଟା ସେ କ୍ରିଏଟ୍ କରିବ। କେତେ କ୍ରିଏଟ୍ କରିବ? ଯେତେ ତାର ଷ୍ଟ୍ରେନ୍ଥ। ପ୍ରଥମ ଜିନିଷ ଆପଣ ବୁଝିଗଲେ, ମଙ୍ଗଳ ଦୋଷ ଥାଇକି ବି ଯଦି ଆୟୁଷଟା ବହୁତ ଷ୍ଟ୍ରଙ୍ଗ ଅଛି, ମଙ୍ଗଳ ଦୋଷ କ୍ୟାନସଲ୍। ଦ୍ୱିତୀୟ ଜିନିଷ ଆପଣ ବୁଝିଗଲେ, ଦୁଇ ଜଣ ଯାକର ମଙ୍ଗଳ ଦୋଷ ବାହାଘର କରିଦେଲେ ମଙ୍ଗଳ ଦୋଷ କ୍ୟାନସଲ୍ ହେଇଯିବ ନା, ମେ ନଟ୍ ବି ନେସେସରିଲି। ଶାସ୍ତ୍ରରେ ଲେଖା ହେଇଛି କିନ୍ତୁ ନେସେସରିଲି ନୁହେଁ। ଏ ବି ଫାଇଟ୍ କରିବ, ସିଏ ଫାଇଟ୍ କରିବ, କିଏ ଗୋଟେ ଦବି ଯିବେନି। କିଏ ଅଧିକ ଫାଇଟ୍ କରିବ? ଯାହାର ମଙ୍ଗଳ ଅଧିକ ଷ୍ଟ୍ରଙ୍ଗ। ଆପଣଙ୍କ ମଙ୍ଗଳ ଦୋଷ, ମୋ ମଙ୍ଗଳ ଦୋଷ, ଆପଣଙ୍କ ମଙ୍ଗଳ ଦୋଷ 100% ହେଲେ ମୋର 10%, ସେ ଜାଗାରେ ମାଙ୍ଗଳିକ ମ୍ୟାଚ୍ କରିବ ନାହିଁ। ଅର୍ଥାତ୍ ଆପଣଙ୍କର ମଙ୍ଗଳ ଷଡ଼ବଳ ଆସିକି ବହୁତ ପାୱାରଫୁଲ୍ ହେଲା ବେଳକୁ, ଆପଣଙ୍କ ମଙ୍ଗଳ ସପ୍ତମ ଘରେ ବସି ଦୋଷ କ୍ରିଏଟ୍ କଲା ବେଳକୁ ମୋ ମଙ୍ଗଳ ଦ୍ୱାଦଶ ଘରେ ବସି କ୍ରିଏଟ୍ କରୁଛି। ଦ୍ୱାଦଶ ଘରକୁ ଯେକୌଣସି ଗୋଟେ ଗ୍ରହ ଯାଏ ତାର କାରକତ୍ୱଟା କମିଯାଏ, କେନ୍ଦ୍ରକୁ ସେ ଗଲା ମାନେ ତା ପାୱାରଟା ବଢ଼ିଯାଏ। ଚତୁର୍ଥ ଆଉ ସପ୍ତମରେ ଯେକୌଣସି ଗ୍ରହ ଭଲ ଫଙ୍କସନ୍ କରିବେ, କିନ୍ତୁ ଦ୍ୱାଦଶରେ କରିପାରିବେ ନାହିଁ। 16 8 8ରେ ବି କରିପାରିବେ ନାହିଁ। ସେଟା ମଙ୍ଗଳ ନିଜର କାରକତ୍ୱ ହାନି କରାଉଛି। ଯଦି ବେଶୀ ପାୱାର ନାହିଁ ସେଠି ଅଛି, ସେ ବେଶୀ କରିପାରିବ, କିଛି ଅସୁବିଧା ନାହିଁ। ତେଣୁ ଆପଣ ଏଠି ବାହାଘର କରେଇଲେ ଦଶାଇ ଫେରିବ। ତ ଅସୁବିଧାଟା କେଉଁଠି ରହିଲା? ଅସୁବିଧା ହେଲା ଏଇଆ କି ଆମେ ବାହାଘର, ପିଲାଟା ମରିଯିବ, ସେ ଜାଗାରେ ଆମେ ଭେରି କସିୟସ୍ ହେବା ଉଚିତ। ତ ଆମେ ପ୍ରଥମେ ସେଟାକୁ ଆୟୁ ନିର୍ଣ୍ଣୟଟାକୁ ଦେଖିବାର ଅଛି। ଯେଉଁଠି ମଙ୍ଗଳ ଦୋଷ ବାହାରିଲା, ଯେଉଁ ଝିଅର, ସେ ଯାହା ସହିତ ବାହା ହେଉଛି କିମ୍ବା ଯେଉଁ ପୁଅର ସେ ଯେଉଁ ଝିଅକୁ ବାହା ହେଉଛି, ତାର ଆୟୁଷଟାକୁ ଟିକେ ଦେଖିଦେବେ। ଆୟୁଷ ଠିକ୍ ଅଛି, ତାହେଲେ ଆଫ୍ଟର ମ୍ୟାରେଜ୍ ସଡନ୍ ଡେଥ୍ ଏତେ ହେବନି। ଏସ୍ପେସିଆଲି କୁହାଯାଏ ଯେ ଝିଅ ତ ପୁଅ ଗୋତ୍ରକୁ ପଳେଇଲା, ତେଣୁ ତାର ହରୋସ୍କୋପ୍ ଆଉ କାମ କରିବ ନାହିଁ। ଆକୁ ନେଇକି ମୁଁ ଆଉ ଅରୁଣ ଜଗନ୍ନାଥନ ଯିଏ ଏବେ ଗୋଟେ ଭଲ ସଫ୍ଟୱେର୍ ତିଆରି କରୁଛନ୍ତି, ତାଙ୍କର ମୋର ଟିକେ ଗୋଟେ ଜାଗାରେ କ୍ଲାସ୍ ହେଇଯାଇଥିଲା। ବିକଜ୍ ହି ଇଜ୍ ନଟ୍ ଏ ଭେରି ସୁଏବ୍ ଆଷ୍ଟ୍ରୋଲୋଜର ଲାଇକ୍ PVR ନରସିଂହା ରାଓ, କିନ୍ତୁ ତାଙ୍କର ଲଜିକ୍ ଇଜ୍ ଭେରି ଷ୍ଟ୍ରଙ୍ଗ। ସେଟା ଝିଅ ଘରୁ ତ ପୁଅ ଘରୁ ପଳେଇଲା, ମଙ୍ଗଳ ଦୋଷ କ'ଣ କାମ କରେ? ତ
ତାମାନେ କ'ଣ ଝିଅ ଜାତକଟା ପୁରା ବଦଳିଗଲା ବାହା ହେଲା ପରେ ଆଉ ଝିଅ ଜାତକ ଆମେ ଦେଖିବାନି ପୁରା ପୁଅ ଜାତକ ଦେଖିବା ଦେନ୍ ୟୁ ଆର୍ ସାଇଲେଣ୍ଟ ୟେସ୍ ୟେସ୍ ୟୁ ଆର୍ ରାଇଟ୍। ତ ଇଜ୍ ଏ ଭେରି ଗୁଡ୍ ଫ୍ରେଣ୍ଡ ଅଫ୍ ମାଇଣ୍ଡ। ସୋ ମୁଁ କହିବା କଥା ଯେ ସାଉଥ୍ରେ ରିସର୍ଚ୍ଚଟା ଯେହେତୁ ବହୁତ ଭଲ ସେମାନେ ଗୋଟେ ଜିନିଷଟା ବହୁତ ଭଲ ଆନାଲିସିସ୍ କରନ୍ତି। ଆଉ ମୋର ଏ ପାୱାରଟା ମୁଁ ବେସିକାଲି କ୍ରେଡିଟ୍ କରୁଛି ସାଉଥକୁ ଯେଉଁଠୁ ଆମେ ଜ୍ୟୋତିଷ ଶିଖିଛୁ ବା ଯେଉଁ ଫୋରମ୍ରେ ଆମେ ବେଶୀ ଡିସ୍କସନ୍ କରିଛୁ ପ୍ରେଜେଣ୍ଟ କରିଛୁ ଇତ୍ୟାଦି ଇତ୍ୟାଦି। ଗୋଟେ ଜିନିଷ ହେଇଗଲା ମଙ୍ଗଳ ଏତିକି। ମଙ୍ଗଳର କୌଣସି କ୍ୟାନସଲେସନ୍ ନାହିଁ। ବୃହସ୍ପତିକୁ ଦେଖୁଛି କ୍ୟାନସଲ୍ ହେଇଗଲା ନା ଯେ ଯେତେ ଯାହା ହେଲେ ବି ତା ଫଳ ସେ ଦେବ। ଆପଣ କେବଳ ଗୋଟିଏ ଜିନିଷ ଦେଖିବେ ଯେ ମଙ୍ଗଳ ଦୋଷଟା କ୍ରିଏଟ୍ ହେଇକି ସେ ବାହାଘରକୁ ଭାଙ୍ଗି ଦେଉନାହାନ୍ତି ତ ଆଜିକା ଡେଟ୍ ଯେଉଁ ଡିଭୋର୍ସ ହେଉନାହିଁ କି ତାର ଗୋଟେ ମୁଖ୍ୟ କାରଣ ହେଲା ମଙ୍ଗଳ ଦୋଷ। କାରଣ ମଙ୍ଗଳ ତ କନଫ୍ଲିକ୍ଟ କରିବ ନା। ସପ୍ତମ ଆଉ ଚତୁର୍ଥରେ ମଙ୍ଗଳ ଯଦି ଅଛି ତାହେଲେ ଆପଣ ସେ ଅଧିପତିଙ୍କ ଟିକେ ବହୁତ ପାୱାର ଦେଖିବେ ଯେ ସପ୍ତମ ଘରେ ସିନା ବସିଛି ସପ୍ତମ ଅଧିପତି ଯଦି ଷ୍ଟ୍ରଙ୍ଗ ନାହିଁ ସେ ବାହାଘରଟାକୁ ଡିସମେଣ୍ଟଲ କରିଦେବ ଭାଙ୍ଗି ଦେବ। ଅର୍ଥାତ୍ ମଙ୍ଗଳ ଦୋଷ ବାହାଘର ଭାଙ୍ଗିବା ପାଇଁ ଆଜିକା ଡେଟ୍ରେ ବା ଡିଭୋର୍ସ ଡିଭୋର୍ସ ପାଇଁ ବହୁ ମାତ୍ରାରେ ଦାୟୀ। ଆଉ ମଙ୍ଗଳ ଆପଣଙ୍କୁ କୋର୍ଟ କଚେରୀକି ନେଇଯିବ। ସେ କାରକ ହେଲା କୋର୍ଟ କଚେରୀର। ଶନି ବି କୋର୍ଟ କଚେରୀର କାରକ। ଲଙ୍ଗ କେସ୍ ଶନି ଏ ଯେଉଁ ପ୍ରପର୍ଟି ତ କହିବି ମାନେ ବେସିକାଲି ଫ୍ଲାଟ୍ସ କିମ୍ବା ଅନ୍ୟାନ୍ୟ ନ୍ୟାୟ ରିଲେଟେଡ୍ ଜିନିଷ ମୋତେ କିଏ ମାଇଲା ଇଏ କଲା ତାକୁ ନେଇକି କିନ୍ତୁ ବେସିକାଲି ଆପଣ ଦେଖିବେ ଫାଇଟିଂ ରିଲେଟେଡ୍ ଜିନିଷ ଗୁଡ଼ା ମଙ୍ଗଳର କାରକତ୍ୱ କୋର୍ଟ କଚେରୀ। ତେଣୁ ସପ୍ତମ ମଙ୍ଗଳ ଥିଲେ ବି କେୟାରଫୁଲ୍ ଅନ୍ୟ ଜାଗାରେ ନୁହେଁ। ଆପଣ ମଙ୍ଗଳ ଦୋଷ ଦେଖନ୍ତୁ ଅନ୍ୟ ଜାଗାରେ ବି ଦେଖନ୍ତୁ କ୍ୟାନସଲେସନ୍ ଦେଖନ୍ତୁ କିନ୍ତୁ ମାଙ୍ଗଳିକର କ୍ଲାସ୍ ଖାଲି ମାଙ୍ଗଳିକ କରିଦେଲେ ଯେ ହେବନି। ତାର ଯଦି ଆୟୁଷ କମ୍ ଥିବ ମାଙ୍ଗଳିକ ବାହାଘର କଲେ ବି ସେ ଯିବ। ସପ୍ତମ ଅଧିପତି ଯଦି ଅଷ୍ଟମ ଅଧିପତି ସହିତ କିଛି ସଂଯୋଗ କ୍ରିଏଟ୍ କରୁଥିବ ଅର୍ଥାତ୍ ଅଷ୍ଟମ ଅଧିପତି ଯିଏକି ରନ୍ଧ୍ରେଶ ବା ମାରକ ନୁହେଁ ଯଦିଓ ତାର ମାରକ ଆମକୁ ଦ୍ୱିତୀୟ ଏବଂ ସପ୍ତମରେ କୁହାଯାଏ। ତ ରନ୍ଧ୍ରେଶ ବା ଅଷ୍ଟମଟାକୁ ମାରକ ହିସାବରେ ଆଡ଼୍ କରାହେଲା ପ୍ରାୟ ରିସେଣ୍ଟଲି ଆଗରୁ ନଥିଲା। ରିସେଣ୍ଟ କ୍ଲାସିକ୍ସରେ କେବଳ 2 ଏବଂ ସପ୍ତମ। ତ ରନ୍ଧ୍ରେଶ ସେ ସପ୍ତମ ଘରେ ବସିଛି ବାହାଘର ପରେ ସପ୍ତମ ଘରଟା ଆକ୍ଟିଭେଟ୍ ହେଇଗଲା ସେ ମରିଯିବ। ମଙ୍ଗଳ ଦେଶରେ ଦୋଷ ନାହିଁ ମଙ୍ଗଳ ଦୋଷ ହିଁ ନଥିବ। ତ ଯଦି 8th ଲର୍ଡ ଆକ୍ଟିଭେଟ୍ ହେଇଯାଉଛି କିମ୍ବା 12th ଲର୍ଡ ଆକ୍ଟିଭେଟ୍ ହେଇଯାଉଛି ବାହାଘର ପରେ ଯେଉଁଟା ଗୋଟେ ଭୃଗୁ ସରଳ ପଦ୍ଧତି କୁହାଯାଏ ଯେ ଯଦି ମୋର 4th ହାଉସ୍ର ଦଶା ଚାଲିଛି ଏବଂ 4th ହାଉସ୍ର ମାଲେଫିକ୍ ଦଶା ଚାଲିଛି ମୋ ମାଆର ଦେହ ଖରାପ ହେଇପାରେ। এইটা ଗୋଟେ କ'ଣ ରିଲେସନସିପ୍ କାରଣ 4th ହାଉସ୍ ମାଆର ବି ନବମ ଅଧିପତି ଭଲ ଚାଲିଲା ବେଳେ ମୋ ବାପାଙ୍କୁ ପ୍ରମୋସନ୍ ମିଳିପାରେ କାହିଁକି ବାପାଙ୍କର। ତ ଏଇଟା ଭୃଗୁ ସରଳ ପଦ୍ଧତି ହାଉ ୟୁ କୋରିଲେଟ୍ ଇଭେଣ୍ଟସ୍ ୱିଥ୍ ଅଦର୍। ତ କେତେ ବଢ଼ିଆ ହେଲା ଜ୍ୟୋତିଷ। ଆମେ ଖାଲି ପଙ୍ଗା ପଣ୍ଡିତ ଭଳିଆ ଜ୍ୟୋତିଷ କରିଦେଲେ ହେବ ନା। ତୃତୀୟରେ ମଙ୍ଗଳ ଅଛି ମଙ୍ଗଳ ଦୋଷ ହେଇଗଲା। ମଙ୍ଗଳ ଅସ୍ତ ହେଇପାରେ ମନେ ରଖିଥାନ୍ତୁ। ମଙ୍ଗଳ ଯେତେବେଳେ ସୂର୍ଯ୍ୟର କଞ୍ଜକ୍ସନ୍ ଠାରେ ବସେ ସେ ଅସ୍ତ ହେଇଗଲା। କିନ୍ତୁ ସୂର୍ଯ୍ୟ ମଙ୍ଗଳ ଯଦି ସେଇ ସମାନ ଜିନିଷ ସପ୍ତମ ଘରେ ହେଲା ସୂର୍ଯ୍ୟ ଇଟସେଲ୍ଫ ଗୋଟେ ମାଲେଫିକ୍ ଖରାପ ଗ୍ରହ ଏବଂ ଅସ୍ତ ସବୁବେଳେ ମନେ ରଖିଥାନ୍ତୁ ଯେଉଁ ଜିନିଷଟାକୁ ଛୁଇଁ ହେବନି ସେଇଟା ଅସ୍ତ ହେଇଯାଏ। ଅର୍ଥାତ୍ ମଙ୍ଗଳର ଇଣ୍ଟାଞ୍ଜିବୁଲ୍ କ୍ୱାଲିଟିଟା ହେଲା ଏଙ୍ଗର ରାଗ। ମଙ୍ଗଳ ଅସ୍ତ ହେଲେ ଗୋଟେ ଲୋକ ରାଗିବନି ସିନା କିନ୍ତୁ ତାର ଟାଞ୍ଜିବୁଲ୍ ଜିନିଷ ମାନେ ଭାଇ କିମ୍ବା ଜାଗା ଏଥିରେ ଅସୁବିଧା ହେବନି। ତ ଅସ୍ତ ମାନେ ସବୁ ସିଗ୍ନିଫିକେସନ୍ ଚାଲିଗଲା ନା କେବଳ ଇଣ୍ଟାଞ୍ଜିବୁଲ୍ ଜିନିଷ ଗୁଡ଼ା ଆସିବ ଭୁଲ କହିଦେଲି। ଟାଞ୍ଜିବୁଲ୍ ଜିନିଷ ଗୁଡ଼ା ଚାଲିଯିବ। ଯେଉଁ ଜିନିଷଟା ଆପଣ ଛୁଇଁ ପାରିବ ସେଇଟା ପଡ଼ିବ ନା ଆଉ ଯେଉଁଟା ଛୁଇଁ ନପାରିବ ସେଇଟା ପଡ଼ିବ କୁଆଡ଼େ। ତେଣୁ ଅସ୍ତ ଯେତେବେଳେ ମଙ୍ଗଳ ହେଇଯାଉଛି ଟାଞ୍ଜିବୁଲ୍ ଥିଙ୍ଗସ୍ ଆସୋସିଏଟେଡ୍ ୱିଥ୍ ମାର୍ସ ଇଜ୍ ଲ୍ୟାଣ୍ଡେଡ୍ ପ୍ରପର୍ଟି ବ୍ରଦର୍ସ ତାପରେ ଫିଜିକାଲ ମସଲ୍ସ ପାୱାର ଏଇଗୁଡ଼ା ସେ ଲୋକର ହେବନି ସିନା କିନ୍ତୁ ରାଗଟା କୁଆଡ଼େ ପଳେଇବ। ରାଗ କ'ଣ ଛୁଇଁ ହେବ କି? ସେମିତି ବୁଦ୍ଧ ଅସ୍ତ ହେଇଗଲେ ଇଣ୍ଟେଲେକ୍ଟ କୁଆଡ଼େ ପଳେଇବନି। ବହୁତ ଗୁଡ଼ିଏ ଜାତକରେ ବୁଦ୍ଧ ଅସ୍ତ ଥିବେ ଆପଣ ଦେଖିବେ କାରଣ ସିଏ ବୁଦ୍ଧ ସୂର୍ଯ୍ୟ ସବୁବେଳେ ପାଖାପାଖି ଚାଲିବେ +-27 ଡିଗ୍ରୀ ମାତ୍ର। ଆଇଦର ବୁଦ୍ଧ ତାଙ୍କ ସାଙ୍ଗରେ ଥିବ ନହେଲେ ଆଗ ପଛ ହେଇକି ଥିବ। ତେଣୁ ଅସ୍ତ ଥିବ ତାମାନେ କ'ଣ ସେ ବୋକା ହେଇଯିବ ନା। ତେଣୁ ଅସ୍ତ ହେଇଗଲା ମଙ୍ଗଳ ରାଗଟା ପଳେଇଲେ କି ନା। ତେଣୁ ମଙ୍ଗଳ ଦୋଷକୁ ଇଭାଲୁଏଟ୍ କଲାବେଳେ ଭାରି କେୟାରଫୁଲ୍ ଦେଖିବେ। ଯଦି ସପ୍ତମରେ ଅଛି ଚତୁର୍ଥରେ ଅଛି ତାହେଲେ ଭେରି କେୟାରଫୁଲ୍। ଆଉ ଯଦି ଏପଟେ ଦେଖିଲା ଆୟୁଷ ଭଲ ଅଛି ଆୟୁଷ ସବୁବେଳେ ମନେ ରଖିଥାନ୍ତୁ 2 ପ୍ରକାର ମେଥଡ଼ରେ ଆୟୁଷ ଦେଖାଯାଏ। ସବୁ ଶାସ୍ତ୍ରରେ ଜ୍ୟୋତିଷରେ ଆୟୁର ବିଷୟରେ ଲେଖା ହେଇଛି ସବୁ ଶାସ୍ତ୍ରରେ।
आगुरी गोटे नियम भी थिला जो गोटे पिला जन्म होला पर से केते दिन बंचिबा कैलकुलेशन करा जाओ आज सेटा करा हो नेगेटिव नहीं जे बोली हेले आपण कहि पारे इवेंटटा 40 वर्ष लोकटा बंचिबो तो तार टाइमिंग ऑफ इवेंट आपन कहबा को सहज हो अर्थात 40 वर्ष तार एंड आपन कहि परिबे जे तार 38 वर्ष रे से गोटे तार गोटे किछ गोटे भलो जिंस घटिबो ना से आप एंड पीरियड है गोटे 40 तेणु से जहाँ भी हो लंजिविटीटा आयुटा बेसिकली दुईटा मेथड रे कैलकुलेट हुए गोटे है गणितगत मैथमेटिकल कैलकुलेशन आ गोटे जोगज अर्थात कॉम्बिनेशन ऑफ प्लैनेट आप देखिए कहले जातक शनि जब बहुत स्ट्रांग थी अष्टम घर अधिपति बहुत स्ट्रांग थी अष्टम है गोटे घर जी कि आपको आयु दिए तार अधिपति बहुत स्ट्रांग थी और शनि बहुत स्ट्रांग थी जातक लोकटा नॉर्मली भल आयुष थी आपन देखिले आयुष भल अच्छे मंगल दशा विशेष इफेक्ट आसलानी सप्तम मंगल बस पाठदंड से द्वादश बसी कि द्वितीय बसी एत व्यस्त हूँ सो मंगल दोष को लेकिन बहुत गुड़े बगबियर्स ओडियाटा कौन माने बहुत गुड़े सप्त मिछ एमती कहीं क्लासिक्सटा ये बहुत रुडिमेंटारिली कहीदे तार आप्लिकेसन माने मंगल दोष मैंने मर तो छड़ा क्लासिक्स आ कि कहूनी आजिका डेट जो डिवोर्स अच्छी देखा पड़ो जो लोक आयुष अधिक थी देखा पड़ो आ गोटे मंगल यदि पावर न बल न किसी से खाली मांगलिक बाहर पड़े भी यदि से मंगल बहुत स्ट्रांग थे से लड़े दिजन सप्तम यदि बस केतु सहित भांगी जाए पारे आउ दुटा जिनस भी मुझे सब कहे मंगल दोष जो देखुं धूम जहाँ मुझे स्पेसिफिक रिसर्च करके पब्लिश भी कर अप्रकाश ग्रह गोटे जोटे ग्रह एक्चुअली ना किंतु तार गोटे एक्जिस्टेंस अच्छे गोटे एस्ट्रोनॉमिकल पॉइंट से जमी राहु केतु एक्चुअली ना फिजिकल एक्जिस्टेंस राहु केतु ना गोटे एक्लिप्टिकल पॉइंट्स से पॉइंटा कैलकुलेशन करी कराला से भाया गोटे एक्लिप्टिकल पॉइंट जदि हमें गोटे एंगुलर आर्क पॉइंट आम जोडियाक कैलकुलेट करी कहलु धूम लिखा होची धूम इज इक्वाल टू डेंजरियस मार्स धूमर काम है माने खतरनाक मंगल से जदि से सप्तम अच्छी जदि से चतुर्थ अच्छी कहीं देखीदे मंगल दोष नथिले भी से असुविधा हम मंगल दोष नथिले भी से असुविधा हम मंगल गोटे उपग्रह अच्छी काल सी मंगल भाया ही कम करे काल जदि सप्तम बस काल जदि से चतुर्थ बस हाँ ताले भी मंगल दोष नथिले भी असुविधा हम मंगल धूम काल ए तीनटा इक्वाल टू मंगल तेणु भेरी केयरफुल मंगल दोष देखला बेले भेरी केयरफुल प्रथम जिनस है मंगल दोष न थी पाठदंड हो पारे धूम जो काल जो द्वितीय जिनस है मंगल दोष आयुष भल थी जहाँ शास्त्र लिखाई से हेनी सार मंगल दोष माने स्वामी मरीज आग स्त्री रफ्टर 50 years ऑफ मैरिज ना अति बेसी आप गोटे जुग नहीं पारती जदि आम से क्लासिकल एरा नौ अति बेसी गोटे जुग 12 वर्ष जोटा आम कहूँ जुग बोली साधा भाषा 12 वर्ष भर हजबैंड वाइफ चली जाए गोटे मंगल दोषर क्रेडिट अति बेसी कहुए कारण से अनुसार दशाटा मैच हबार अच्छे आउ गोटे मजा जिनस जदि मरीजा जिनस हुए मंगल दोषटा केबे फर्टिफाए हुए जो लोकटी बा हो नहीं कारण कौन मंगल दोष लगे मत जन पचार गोटे कन्फरेन्स मुझे आप विषकन्या योग जानते कहले आम शुणुनु के मुझे भल कथा पढ़ू तापर मत कहे से जगह मंगल विल बी एक्टिंग एज ए विषकन्या योग से लेडीजटा को हईराण करदेव कि से जेन्ट्सटा को हईराण करदेव सो वे फाइनान्स इज कंसर्न आप देखुए मंगल जो स्थायी गोटे लोक बाहर तापर से धीरे धीरे वे वार्ड होगा ठीक है सोसीएबल होकर रही तो दिस विषकन्या कौन से गोटे जोगटा जेंडर स्पेसिफिक नुहे गायत्री देवी वासुदेव भी कहते जेटा झील मान जोगटा है पुआ मान जातक ना हम किसी मात्रा हम तेना मंगल दोष दुई जन देखिए जब आयुष भले तो तार फलटा ठीक हेनी जब सप्तम चतुर्थ को आफेक्ट करूँ कारण मंगल आस्पेक्ट भी फोर्थ अच्छे मंगल जब बसला चतुर्थ से देखिए भी सप्तम ये दुटा घर जो आफेक्ट करुच्चे बाघ भांगार चान्सटा अच्छी
ତେଣୁ ମଙ୍ଗଳ ଦୋଷ in current days is a good cause for dismantlement of marriage. ମଙ୍ଗଳ ଦୋଷ ନଥାଇକି ବି ଯଦି ମଙ୍ଗଳ ସପ୍ତମରେ ବସିଥାଏ, ହଁ ଆଜ୍ଞା ମଙ୍ଗଳ ଉଚ୍ଚ ହେଇଥିଲା ରୋଲ ଅନୁସାରେ ହେବନି, ଦୋଷ ଲାଗିବନି। ମଙ୍ଗଳ ସପ୍ତମରେ ବସିଛି ତ ବୃହସ୍ପତି ଦୃଷ୍ଟି ଦେଉଛି, ତାହେଲେ ମଙ୍ଗଳ ଦୋଷ ହେବନି। କିନ୍ତୁ ମଙ୍ଗଳ ଦଶା ବେଳେ ଆପଣ ଦେଖିବେ ସ୍ୱାମୀ ସ୍ତ୍ରୀ ଭିତରେ କନଫ୍ଲିକ୍ଟ ହେବ। ଆଇଦର ମନେକର ସ୍ତ୍ରୀର ବସିଛି ତ, ସ୍ତ୍ରୀର ଯେତେବେଳେ ମଙ୍ଗଳ ଦଶାଟା ଚାଲିବ ସେ ସାଙ୍ଗେ ପ୍ରାର୍ଥନା ଆରମ୍ଭ କରିବ ସ୍ୱାମୀ ସାଙ୍ଗରେ, ଆଣ୍ଡ ଭାଇସ୍ ବର୍ଷା। ସେଇଟା କେତେ ଦୂର ସେପାରେଟ୍ ହେବ ସେ ସପ୍ତମ ଅଧିପତିର ଷ୍ଟ୍ରେନ୍ଥ ଉପରେ ଡିପେଣ୍ଡ କରେ। ଷଷ୍ଠ ଅଧିପତି ଯିଏକି ଆପଣ କୋର୍ଟ କଚେରୀ ପୁରେଇବ ତା ଷ୍ଟ୍ରେନ୍ଥ ଉପରେ ଡିପେଣ୍ଡ କରେ। ସୋ ମଙ୍ଗଳ ଦୋଷ ତାର ବହୁତ ଗୁଡ଼ିଏ କ୍ଲାସିକାଲ ଡେଫିନେସନ୍ ଏବେ ଲୁଜ୍ କରି ସାରିଲାଣି। ସାଇମଲ୍ଟେନିୟସଲି କରେଣ୍ଟ ଷ୍ଟେଜ୍ରେ ତାର ନୂଆ ନୂଆ ଜିନିଷ ଗୁଡ଼ାକ ଆପ୍ଲାଏ ହେଇଗଲାଣି। ତ ମଙ୍ଗଳ ଦୋଷ ଆପଣ ଦେଖିଦେଲେ ଯେ ଖାଲି ସେ ଛେଳିକି ବାହାଘର କରେଇଦେବେ, ଗଛକୁ ବାହାଘର କରେଇଦେବେ, ତାର ନା କିଛି ତାର ମାନେ ନାହିଁ। କିନ୍ତୁ ଲେଖା ହେଇଛି, କ'ଣ କରିବା, ଶାସ୍ତ୍ରରେ ଲେଖା ହେଇଛି ରିମେଡ଼ି ସେଇଆ। ମାନେ ଜ୍ୟୋତିଷ ଶାସ୍ତ୍ର ଯଦିଓ ବେଶୀ ନୁହେଁ ବଟ୍ ଆଞ୍ଚେଲାରୀ ରିମେଡ଼ି ଗୁଡ଼ା ଆପଣଙ୍କର କିଛି କିଛି ଆପଣ ଜ୍ୟୋତିଷ ବାହାରକୁ ଯିବାକୁ ପଡ଼ିବ। ଆପଣଙ୍କର ପିତୃ ସାପ ଇସ୍ୟୁ ଅଛି ତ ନାରାୟଣ ନାଗବଳି ପୂଜା କରିବେ, ଆପଣ କରୁନାହାନ୍ତି। ଯଦିଓ ଜ୍ୟୋତିଷ ଶାସ୍ତ୍ରରେ ଲେଖା ହେଇନି କିନ୍ତୁ କର୍ମକାଣ୍ଡ ଏଟା କରୁଛନ୍ତି ପିତୃଙ୍କ ପାଇଁ, ପିତୃପକ୍ଷ ପାଳନ କରୁଛନ୍ତି, କରନ୍ତୁ। ତ ରିମେଡ଼ିଟା ଉପରେ ଜ୍ୟୋତିଷମାନେ ଭେରି କରନ୍ତି, କରିବେ, କାରଣ ସେଟା ତ ଯିଏ ଯାହା ପାଇଲା ଯେଉଁଠୁ ଆଣିଲା ଆଉ କ'ଣ। ଯଦିଓ କରିବା ଉଚିତ ନୁହେଁ କିନ୍ତୁ ଯାହା ବି ହଉ, କିନ୍ତୁ ଥିଓରିଟା ଉପରେ କେମିତି ଭେରି ହେଇଯିବ। ହଉ ସେ ଯାହା ବି ହେଉନା କାହିଁ, ମଙ୍ଗଳ ଦୋଷକୁ ନେଇ ବିଚଳିତ ହେବେନି। ମଙ୍ଗଳ ଦୋଷ ଯଦି ଅଛି, ମଙ୍ଗଳର ଷ୍ଟ୍ରେନ୍ଥକୁ ଦେଖିକି କ୍ୟାନସଲେସନ୍ ଯଦି ହେଉନି, କ୍ୟାନସଲେସନ୍ ହେଉଥିଲେ ବି ଅଳ୍ପ ବହୁତ ମଙ୍ଗଳ ଦୋଷ ଲାଗିବ। ଧୂମ କିମ୍ବା କାଳର କୌଣସି ଇମ୍ପାକ୍ଟ ସେଥିରେ ନାହିଁ। ଏବଂ ଆପଣଙ୍କର ମଙ୍ଗଳ ଦୋଷ ଯଦି ଥାଇକି ବି ସପ୍ତମରେ ସ୍ୱାମୀର ବହୁତ ଭଲ ଥାଏ, ଆୟୁଷ ଭଲ ଥାଏ, ଆଉ ସପ୍ତମ ଘରଟା ବହୁତ ଭଲ ଥାଏ, ସେ ମଙ୍ଗଳ ଦୋଷ ଅଟୋମେଟିକାଲି କ୍ୟାନସଲ୍ ହେଇଯିବ, କିଛି ବିଶେଷ ଫରକ ପଡ଼ିବନି। ବିକଜ ପ୍ରିନ୍ସିପଲ୍ ଅଫ୍ ଜ୍ୟୋତିଷ ପ୍ରିନ୍ସିପଲ୍ କ'ଣ କହୁଛି, ସପ୍ତମ ଘର ଯାହାର ବହୁତ ଭଲ ଥିବ ତାର ବାହାଘର ଭାଙ୍ଗିବ ନାହିଁ। ଆପଣଙ୍କର ସପ୍ତମ ଘରେ ମଙ୍ଗଳ ବସିଥିବ, ସେଟା ନଲିଫାଏ ହେଇଯିବ ଆପଣଙ୍କର ପାର୍ଟନର ଜାତକ ଦ୍ୱାରା, ଯଦି ନ ହେଉଛି ଜ୍ୟୋତିଷ ନୁହେଁ। କିନ୍ତୁ ଡେଥ୍ ଜିନିଷଟା, ଏଇ ଜିନିଷଟା ପରେ ଆପଣ ନିଜେ ବି ଭାବିକି ଦେଖନ୍ତୁ ଯେ ମଙ୍ଗଳ ଗୋଟେ କାରକ ଅଫ୍ ଡେଥ୍ ନୁହେଁ, ଫାଇଟିଂ ଆଣ୍ଡ ଆକ୍ସିଡେଣ୍ଟ। ଯଦି ଡେଥ୍ ହେଉଛନ୍ତି ଆକ୍ସିଡେଣ୍ଟାଲ ଡେଥ୍ ଓନ୍ଲି, ରୋଗରେ ପଡ଼ିକି ମରିଗଲେ ବି ସେଇଟା ଗୋଟେ ପ୍ରକାର ମାଙ୍ଗଳିକ ଦୋଷର ଡେଥ୍କୁ ଧରାଯିବ ନାହିଁ। ମଙ୍ଗଳ ଇଜ୍ ଆକ୍ସିଡେଣ୍ଟ। ଆପଣଙ୍କ ରୋଗ ହେଇଗଲା ମାନେ ରାହୁ, ଶନି ରୋଗର କାରକ କୁହାଯାଏ, ଲଙ୍ଗ୍ ଟର୍ମ ଛୋଟ ମୋଟ ରୋଗରେ, କିନ୍ତୁ ଶନି ଆୟୁଷର ବି କାରକ। କିନ୍ତୁ ଡେଞ୍ଜରିୟସ୍ ରୋଗ ଯେଉଁଗୁଡ଼ା ସବୁ ଧରା ପଡ଼େ ନାହିଁ ସେ ରାହୁ, ସର୍ଜରୀ ହେଲା କେତୁ। ମଙ୍ଗଳ ଦୋଷ ନଥାଇକି ବି ଯଦି କେତୁ ହେରିକା ଥାଆନ୍ତି ସପ୍ତମରେ, ବି କେୟାରଫୁଲ୍। କିନ୍ତୁ ଆମେ ସେ ବିଷୟରେ ଡିସ୍କସନ୍ କରୁନାହାନ୍ତି, ଆମେ ଡିସ୍କସନ୍ କରୁଛନ୍ତି ମଙ୍ଗଳ ଦୋଷ ବିଷୟରେ। ତେଣୁ ମଙ୍ଗଳ ଦୋଷକୁ ନେଇକି ବିଲକୁଲ ବିଚଳିତ ହେବେ ନାହିଁ। ଯେଉଁ କୁହାଯାଉଛି 1, 2, ପ୍ରଥମେ କହିଲେ ଯେମିତି 1 ନଥିଲା, ପରେ 2 ପୁଣି କଢ଼ା ହେଲା, ପୁଣି 2 ନଥିଲା 1 କଢ଼ା ହେଲା, ଆମେ ମିଶାଇ ଦେଇକି 6ଟା କରିଦେଲେ, କ୍ୟାନସଲେସନ୍ କରିଦେଲେ। କେତେବେଳେ ଫର୍ଟିଫାଏ ହେବ, ଆୟୁଷ ଥିଲେ କେମିତି କାମ ଦେବ, ଝିଅ କି ପୁଅ ବାହା ନହେଲେ ମଙ୍ଗଳ ଦୋଷର ଭ୍ୟାଲୁ କ'ଣ। ମଙ୍ଗଳ ଆପଣଙ୍କ ଜାତକରେ ବହୁତ ପାୱାରଫୁଲ୍, ମୋ ଜାତକରେ ବହୁତ ୱିକ୍, ସେଠି ମାଙ୍ଗଳିକ ବାହାଘର କରିଦେଲି ଭାଙ୍ଗିବ। ତେଣୁ ମାଙ୍ଗଳିକ ଦୋଷ ଥିଲେ ପ୍ରଥମେ କେୟାରଫୁଲି ଆପଣ ଦେଖିନେବେ ଯେ ସେ କ'ଣ କରିପାରିବ। ମଙ୍ଗଳଟା ସେଠି ମ୍ୟାକ୍ସିମମ୍ ସେ କ'ଣ କରିଦେଇପାରିବ, ଯେଉଁ ଘରେ ଅଛି ବା ଯେଉଁ ଭାବରେ ମାନେ ଅବସ୍ଥାନ କରୁଛି, ସେ ହରୋସ୍କୋପ୍ ପାଇଁ ସେ ମ୍ୟାକ୍ସିମମ୍ କ'ଣ କରିଦେଇପାରିବ ତା ରେଞ୍ଜ ଭିତରେ। ଆଚ୍ଛା, ଯଦି ମଙ୍ଗଳ ଦଶା ହିଁ ଆସୁନି, ଅନ୍ତର୍ଦଶା ପ୍ରତ୍ୟନ୍ତ ଦଶା ଯାହା ବି ହେଲେ ଆସିବ, ମଙ୍ଗଳ ଭାବି ନିଅନ୍ତୁ ଜଷ୍ଟ ଗୋଟେ ବଡ଼ ଦଶାଟା ସରିଗଲା, ଅନ୍ତର୍ଦଶାଟା ବଡ଼ ହେଲା ଶୁକ୍ର 20 ବର୍ଷରେ ମଙ୍ଗଳ ଜଷ୍ଟ ସରିଗଲା ଆପଣଙ୍କର। ବର୍ତ୍ତମାନ ମଙ୍ଗଳର ଅନ୍ତର ଆସିଲା ବେଳକୁ କିନ୍ତୁ ବହୁତ ଗୁଡ଼ିଏ ଟାଇମ୍ ଅଛି, ଆପଣ ଠିକ୍ ସେଇ ସମୟରେ ବାହାରି ପାରିଲେ କ'ଣ ହେବ, ବୁଝିପାରୁଛନ୍ତି ମୋ କଥା। ତ ଯଦି ସେ ସମୟ ଗୋଟେ ମଙ୍ଗଳ ଗୋଟେ କେଉଁ ସମୟରେ ଆସୁଛି, ତାର ପ୍ରତ୍ୟାନ୍ତର ପ୍ରାଣ ସୁଖରେ ଆସିବ, ଗୋଟେ ଆକ୍ସିଡେଣ୍ଟ କରିଦେଇକି ପଳେଇବ। କିନ୍ତୁ ତଥାପି ଅନ୍ତର୍ଦଶା ତ ଆସୁନି ନା, ଗୋଟେ ପ୍ରୋଲଙ୍ଗ ଟାଇମ୍ ମଙ୍ଗଳ ପାଉନି ନିଜକୁ ଫର୍ଟିଫାଏ କରିବାକୁ। ମନେ ରଖିଥାନ୍ତୁ, ମଙ୍ଗଳର ଉପଚାର ଯଦି ଆପଣ କରନ୍ତି ତାହେଲେ ସେ ମଙ୍ଗଳ ଦୋଷ ଥାଉ କିମ୍ବା ମଙ୍ଗଳ ଯେଉଁଠି ବି ଥାଉ, ସେଥିରେ ଆପଣଙ୍କର କିଛି ତାର ଇଫେକ୍ଟଟା ନଲିଫାଏ ହେଇଯିବ। ମଙ୍ଗଳର ଉପଚାର ମନେ ରଖିଥାନ୍ତୁ ସବୁବେଳେ, ମଙ୍ଗଳ ପାଇଁ ଆପଣ ନିଜର ଆଙ୍ଗରଟାକୁ ଠିକ୍ ଭାବରେ ଚ୍ୟାନେଲାଇଜ୍ କରିବେ। ଯେମିତି ହନୁମାନଙ୍କୁ ମଙ୍ଗଳ ବୋଲି କୁହାଯାଏ, ସେ ଆପଣ ତାଙ୍କୁ
पढ़िए जदि भल कि रामायण रामायण बेसी लेखा है टीवी आप देखुं एक्जाक्टली रामायण लेखार रिप्लिकेसन नुहे देखिए भी तो सी प्रथम निजर एंगर टाक कंट्रोल करने चेष्टा कर भाई एक्सरसाइज डेउंट कुंदुंट एंगर कंट्रोल कर अर्थात आपण रेगुलर फिजिकल एक्सरसाइज करेंगे एवं ता माध्यम निजर एंगरटा आप कंट्रोल हम जदि मंगल अच्छी आप जिम जातु एक्सरसाइज करूँ रागटा को खाली बसिक कंट्रोल करूँ बॉडीटा को गोटे पेन दिंतु फिजिकल पेन ऑटोमेटिकली आप मुंड बालांस आसो जोग हट जोग करूँ जदि मो सार आप जिम फिम कथा कहते जदि मुझे यंग टाइम बहुत ऑल इंडिया लेवल बॉक्सिंग करिया खेली जिम फिम जाकि किंतु हट जोग कर फिजिकल एक्सरसाइज करूँ कले मध्यम आपण नॉलेज कमी जा आप रागटा उपास रुहतु मंगल मेक्स यू टू सम एक्सटेंट फूडी उपास रुहतु राग से कमिज खाई पी घरे बसिकी राग कंट्रोल करने चेष्टा करूँ ना मंगल नलिफाए हेनी राघवेंद्र नायर बोली जन अच्छा भल एस्ट्रोलोजर बिलोंग टू केरला एंड कोयम्बाटूर एरिया से कहते हैं मंगल गोटे है रेमेडी डेली एक्सरसाइज सेटा हुए ना कि आप पाटितुंड कलापर शांति हो जाती तेना मेंटल एक्सरसाइज मुझे कहूँ सीधा रागी जातुनि क्या एक्सरसाइज फिजिकली करूँ कम खातु फिजिकल एक्सरसाइज कले ऑटोमेटिकली कूल होकर रही ताकू करने द्वारा मंगल आप जो भाव में थाऊ एवं एमती बहुत गुड़ा रेमेडी अच्छी से बगलामुखी है कि ये है किंतु मंगल दोष है जो रक्त प्रबल गोटे मो मजा कथा शुणिली सार बाहर हो ना जोर झीवर मंगल दोष था रक्त प्रबल पिंधे दिगलू सी मुझे पर्सपेक्टिवटा मानने टिके मिसअरेंज हो गला मो रेमेडी उपरको आसिक कहबार था तो सेटा मु जस्ट पर कहीदे रक्त प्रबल पिंधे ना मंगल दोष थे कारण मंगल यदि अष्टम बसी द्वादश बसी द्वितीय बसी मंगल दोष हो मंगल रक्त प्रबल पिंधिले चान्स अच्छे आप निज लाइफ रिस्क कारण से गोटा भल घर नुहे सब द्वितीय सेमती मारक अष्टम सेमती मारक द्वादश हस्पिटालाइजेसन तो रक्त प्रबल पिंधिदेले रत्न पिंधा मंगल दोषर सल्यूशन बिल्कुल नुहे मुझे देखी किसी जगह चलुची सेटा पॉसिबल नुहे ग्रह भल थी पावर नाम दौ गोटे दोष को नलिफाई करने रत्न नुहे हो आशा करे मंगल दोषर जो बबियर्स अप्स डाउन्स डार्क आउ लाइट बैक आउ फ्रंट जहाँ जहाँ देखा आपको कहली बहुत गुड़ा रिसर्च ए चली एक्चुअली मंगल दोष कुज दोष जाटा को मांगलिक यहाँ गोटे रुडिमेंटारी वे चलुनि प्राइमेरीली गोटे सेपरेसन ऑफ मैरिज कारक हो बर्तमान आजिका डेट में मंगल पाटुंड है तो आगुरी हजबैंड वाइफ रोते टेंशन होता हूँ तो मरी मरी जाते आज टी कथा सेपरेट हो तो मंगल दोषटा को टी केयरफुली आम देखिए जी भी अच्छी आप जहाँ भी अच्छी ज्योतिष को पचारे एक्चुअली तार इंटेंसिटीटा के दोष तो होगा हेनी जोग तो होगा हेनी भल हो कि खराब हो तार पावरटा के मंगल पावर के अच्छे देखिकी आप करेंगे ना तो अधा अधी लोक खाली मंगल दोष बाहर पारे कि मंगल को मंगल ही बाहर गले कैंसलेसन हो ग्यारंटी ना जदि गोटे भल प्रपोजिशन कहुए जो दुई जन जब इक्वाली पावरफुल होती ताले गोटे फाइटा कंटिन्यू करे इक्वाली पावरफुल ना आउ जन आउट क्लास करदेव हर जन को नॉकआउट करदेव तो से पर्सपेक्टिव दुई जन मंगल था दरकार क्योंकि से देखला बेले भी देखिए दुई जन मंगल स्ट्रेंथ इक्वाल अच्छी तो मंगल दोष अपोजिट पार्टनर को मारिदेव नहीं कंडीशन सप्लाय ना पृथ्वी में मंगल दोष थी लोक सब असुविधा पड़ते हाँ फाइनाली पुणी आउ गोटे मजा जिन आप लग्न देखिले तो 6टा घर चंद्र भी देखिए आ शुक्र भी देखिए मंगल दोष आप बंची पारे ना कहुए शुक्र अधिक स्ट्रंग ताले टोटाल 12टा घर कि 6 18टा जगह जो मंगल रही मंगल दोष तो मंगल दोष जो क्लासिकल व्यूज अच्छी सेटा ये गोटे जगह मु भी डेविएट कर मॉडर्न रिसर्च फिट नुहे मुझे नुआ कहीदे खाली नुआ नुआ जिन घटू से आड कर
କିନ୍ତୁ ମଙ୍ଗଳ ଦୋଷ ସମ୍ପୂର୍ଣ୍ଣ ରୂପେ ଲେଖା ହେଇଛି। ଏଇଟା ଗୋଟେ ମିଛ ନୁହେଁ ବା ଫ୍ୟାଡ୍ ନୁହେଁ ବା ଗୋଟେ ପ୍ରହସନ ନୁହେଁ। ସେ ରାଶିଫଳ ଭଳିଆ କାଳସର୍ପ ଦୋଷ ଭଳିଆ ଅଛି, କିନ୍ତୁ ତାର କେତେ ଦୂର ତାର ଲିମିଟେସନ୍ସ ରହୁଛି, ପରିସୀମାଟା ତାର କେତେ, ସେଇଟାକୁ ଦେଖିକି ଯେକୌଣସି ଗୋଟେ ବିଜ୍ଞ ଜ୍ୟୋତିର୍ବିଦ କଳନା କରିବା କଥା ବା ଗଣନା କରିବା କଥା। ହଉ, ଆଜି ପାଇଁ ଏତିକି। ଭିଡ଼ିଓ କରିବାର କୌଣସି ଉଦ୍ଦେଶ୍ୟ ନୁହେଁ। ଆପଣ ମୋତେ ଜାତକ ଦେଖାନ୍ତୁ। ଯେଉଁ ରିସର୍ଚ୍ଚ ମୁଁ ଲେଖିଛି ଆଜ୍ଞା, ରୁଦ୍ରାକ୍ଷ ଫର୍ କୁଜ ଦୋଷ, ଏକ୍ସପ୍ରେସ ଷ୍ଟାର ଟେଲରରେ ମୋର ବାହାରିଥିଲା 2022 ବୋଧେ। କୁଜ ଦୋଷ ହେଲେ ଆପଣ କେମିତି ରୁଦ୍ରାକ୍ଷ ପିନ୍ଧିବେ, କୁଜ ଦୋଷ କ'ଣ, ଏଇଟା ଲେଖିଛି, କହିଛି ବି ଇଂଲିଶରେ, ପ୍ରେଜେଣ୍ଟ ବି କରିଛି। ଆଉ ଆପଣମାନେ ସେଇଟା ଜାଣିପାରୁନାହାନ୍ତି ବୋଲି ମୋତେ ବହୁତ ଗୁଡ଼ା ରିକ୍ୱେଷ୍ଟ ଆସିଲା, ଇଭିନ୍ ଏବେ ବି ଆସୁଛି ସାର୍ ହିନ୍ଦୀରେ କୁହନ୍ତୁ। ସେଥିପାଇଁ ମୁଁ କହୁଛି ମୋ ରିସର୍ଚ୍ଚଟାକୁ ମୁଁ ପ୍ରେଜେଣ୍ଟ କରୁଛି ଆପଣଙ୍କ ଆଗରେ। କାଇଣ୍ଡଲି ଭିଜିଟ୍ ଦ ସେମ୍ ଆଷ୍ଟ୍ରୋଲୋଜର ୟୁ ଆର୍ ଭିଜିଟିଂ। ଯାହାକୁ ଆପଣ ଦେଖାଉଛନ୍ତି ଆପଣଙ୍କର କୌଳିକ ଗାଁ ନାହକ, ତାଙ୍କୁ ଆପଣ ଦେଖାନ୍ତୁ। ଯଦି ସେ ଗୋଟିଏ ଜାଗାରେ ଦେଖେଇବାଟା ସବୁବେଳେ ଭଲ। ହଉ, ଆଜି ପାଇଁ ଏତିକି। ଯଦି ଭବିଷ୍ୟତରେ ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଆପଣଙ୍କ ପାଖରେ ଉପସ୍ଥିତ ହେବି। ଟିଲ୍ ଦେନ୍ ମହାଦେବ ଆପଣଙ୍କୁ ଭଲ ରଖନ୍ତୁ। ଓମ୍ ନମଃ ଶିବାୟ।